ହ୍ୟାଲୋ ଫ୍ରେଣ୍ଡ, ମୁଁ ଆକାଶ। ଆକାଶ ଫୋର ୟୁଟ୍ୟୁବ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଫ୍ରେଣ୍ଡ, ଏବେ ଆପଣମାନେ ଦେଖିପାରୁଥିବେ ଯେ ଗୋଟେ ଟ୍ରେଣ୍ଡିଂରେ ଆସିଛି ଆମର କ'ଣ ନା ବରଫ, ଯୋଉଟାକି ଦେଖିପାରୁଥିବେ ସ୍ନୋ ସବୁ ଏରିଆ ଅଞ୍ଚଳରେ ଆପଣମାନେ ଦେଖିପାରୁଥିବେ। ତ ବରଫର ମାହୋଲ ଏବେ ଚାଲିଛି ଟ୍ରେଣ୍ଡିଂ। ତ ଫ୍ରେଣ୍ଡ, କେମିତି ସେ ଭିଡ଼ିଓ କରିବେ ତ ମୋର ଏଇ ଭିଡ଼ିଓରେ ଆଜି ଟୋଟାଲ ମୁଁ ଜଣେଇଛି। ତ ଭିଡ଼ିଓକୁ ସ୍କିପ୍ କରିବେନି, ଚାଲନ୍ତୁ ଦେଖିବା। ଫାର୍ଷ୍ଟ ଟୁ ଲାଷ୍ଟ ଯାଏଁ ଦେଖିଲେ ଆପଣମାନେ ଜାଣିପାରିବେ। ତ ଆପଣମାନେ ବି ଚାହିଁଲେ ଭିଡ଼ିଓ ମଧ୍ୟ କରିପାରିବେ। ଚ୍ୟାନେଲରେ ପ୍ରଥମେ ଦେଖୁଥିଲେ ତ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ କରିବେ ଆଉ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିନେବେ। ଚାଲନ୍ତୁ ଯିବା ଭିଡ଼ିଓରେ କ'ଣ ଅଛି। ଫାର୍ଷ୍ଟ ଆପଣମାନେ କ'ଣ କରିବେ ନା ପ୍ଲେ ଷ୍ଟୋରକୁ ଆସିବେ, ବୁଝିପାରିଲେ। ପ୍ଲେ ଷ୍ଟୋର ଆପକୁ ପ୍ରଥମେ ଆସିବେ। ତ ଦେଖିପାରୁଥିବେ ଏଠି ସର୍ଚ୍ଚ, ତ ସର୍ଚ୍ଚ ଉପରେ କ୍ଲିକ୍ କରିବେ କ'ଣ ନା ଏଡିଟ୍ ଅପସନଟାକୁ କ୍ଲିକ୍ କରିବେ। ତ ସେକେଣ୍ଡରେ ଦେଖିପାରୁଥିବେ ଆପଣମାନେ ଏଡିଟ୍ ଆଣ୍ଡ ଇନଷ୍ଟାଗ୍ରାମ ଆପ୍। ତ ଏଇଟା ଯେହେତୁ ମୋର ଓପନ୍ ଅଛି, ମାନେ ଇନଷ୍ଟଲ୍ ଅଛି, ତ ସେଥିପାଇଁ ମୋର ଓପନ୍ ଦେଖୁଛି। ଯାହାର ଓପନ୍ ଯିଏ ଇନଷ୍ଟଲ୍ କରିନଥିବେ ତାକୁ ଇନଷ୍ଟଲ୍ କରିବେ, ଠିକ୍ ଅଛି। ତ ଇନଷ୍ଟଲ୍ ହେଇଗଲା ପରେ ଫାର୍ଷ୍ଟ ଆପଣମାନେ କ'ଣ କରିବେ ନା ଓପନ୍ ଉପରେ କ୍ଲିକ୍ କରିବେ। ଓପନ୍ ହେଇଗଲା ପରେ ଦେଖିପାରୁଥିବେ ଏଠି ଯୋଉ ଆମର ପ୍ଲସ୍ ଆଇକନ୍ଟି ଅଛି, ତ ତାରି ଉପରେ କ୍ଲିକ୍ କରିନେବେ। କ୍ଲିକ୍ କଲେ ତଳେ ଦେଖିପାରୁଥିବେ ଆମର ଗ୍ୟାଲେରୀ ଅପସନ୍ ଅଛି, ତ ଗ୍ୟାଲେରୀ ଉପରେ କ୍ଲିକ୍ କରିଦେବେ, ଠିକ୍ ଅଛି। ତ ଗ୍ୟାଲେରୀ ଉପରେ କ୍ଲିକ୍ କଲେ ଏଇଭଳି ଆପଣଙ୍କର ଆସିବ ଗୋଟେ ପେଜ୍, ମାନେ ଗ୍ୟାଲେରୀ ଆପଣଙ୍କର ଯାହା ଥିବ। ତ ସେଠି କ'ଣ କରିବେ, କେମିତି କରିବେ ଏଡିଟିଂ, ଚାଲନ୍ତୁ ମୁଁ ଦେଖେଇ ଦେଉଛି। ମୋର ଗୋଟେ ଏଇଠି ଭିଡ଼ିଓ ଅଛି ସେଭ୍ ହେଇକି, ତ ସେ ଭିଡ଼ିଓଟା ଆପଣମାନଙ୍କୁ ଦେଖାଉଛି, ବୁଝିପାରିଲେ। ଏ ଦେଖିପାରୁଥିବେ ଏବେ ଭିଡ଼ିଓଟି, ଏବେ ଆପଣମାନେ ଭିଡ଼ିଓଟି ଦେଖିପାରୁଥିବେ। ଭିଡ଼ିଓଟି ଦେଖିଲେ ତ ସେ ଭିଡ଼ିଓଟାକୁ ଆମେ କେମିତି କରିବା ସ୍ନୋ, ମାନେ ବରଫ, ବୁଝିପାରିଲେ। ତ ଆର ଗୋଟେ ଅଛି କ୍ରାଇଟେରିଆ, ଯୋଉଟା କି 10 ସେକେଣ୍ଡରେ, ମାନେ 10 ସେକେଣ୍ଡ ଯାକେ ହବ, ଆଉ ତାଠୁ ଅଧିକ ସେକେଣ୍ଡ ହେଲେ ଭିଡ଼ିଓଟି ହବନି, ବୁଝିପାରିଲେ। ତ ଆମେ ଏବେ ଦେଖିପାରୁଥିବା ଅପସନଟି 10 ସେକେଣ୍ଡ ଏବେ ଆମେ କରିଦେବା। ମୁଁ 9 ସେକେଣ୍ଡରେ କରୁଛି। ତ 9 ସେକେଣ୍ଡରେ କରିସାରିଲା ପରେ ଭିଡ଼ିଓ ଉପରେ କ୍ଲିକ୍ କରିଦେବେ। କ୍ଲିକ୍ କରି ଏଠି ଦେଖିପାରୁଥିବେ ସ୍ପ୍ଲିଟ୍ ଅଛି, ତ ଆରି ଉପରେ କ୍ଲିକ୍ କଲେ ଭିଡ଼ିଓଟି କ'ଣ ହେଲା ନା 10 ସେକେଣ୍ଡ ଯାକେ ମାନେ ରହିଗଲା ସେତିକି ହେଇକି, ବୁଝିପାରିଲେ। ତ ଏଠି କ'ଣ କରିବେ ପୁଣି ନା ସେ ଭିଡ଼ିଓ ଉପରେ କ୍ଲିକ୍ କରିଦେବେ। ଏଠି ଦେଖିପାରୁଥିବେ ଆପଣମାନେ ରିଷ୍ଟାଇଲ ଯୋଉ ଅଛି ତଳେ, ତ ତାରି ଉପରେ କ୍ଲିକ୍ କରିବେ। ତାରି ଉପରେ କ୍ଲିକ୍ କଲେ ଆପଣମାନଙ୍କୁ ବହୁତ ଅପସନ୍ ଆସିବ। ଏଠି ଦେଖିପାରୁଥିବେ ଆମେ ଖୋଜିବା, ଆମେ ବରଫଟା କୋଉଠି, ଯୋଉ ବରଫ ଆଇସି ଅଛି ଏଇ ନମ୍ବରଟା ଦେଖିପାରୁଥିବେ, ସ୍ନୋ ହ୍ୱାଇଟ୍ ଅଛି, ଦେଖିପାରୁଥିବେ ସ୍ନୋ ଲେଖା ହେଇଛି SNO। ତ ଆରି ଉପରେ କ୍ଲିକ୍ କରିନେବେ। କ୍ଲିକ୍ କରିକି ରିଷ୍ଟାଇଲ ଉପରେ କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଇଏ କିଛି ଟାଇମ୍ ନେବ, କାରଣ ଏଇଟା ହେଉଛି ସର୍ଭର ଇସ୍ୟୁ। ଯଦି ନେଟୱାର୍କ ଠିକ୍ ରହିଲା ତ ଠିକ୍ ଅଛି, ନହେଲେ ନାହିଁ ଫେଲ୍ଡ ହେଇଯିବ, ବୁଝିପାରିଲେ। ତ ସଦାବେଳେ ଚେଷ୍ଟା କରିବେ ନେଟୱାର୍କ ଭିତରେ ରହିକି କରିବା ପାଇଁ, ହେଲା। ତ ଇଏ କିଛି ଟାଇମ୍ ଟିକେ ଲେଟ୍ ନେବ। ତ କିଛି ଟାଇମ୍ ପରେ ହେଇଗଲା ପରେ ଆପଣଙ୍କର ଦେଖିପାରୁଥିବେ, ଟିକେ ରୁହନ୍ତୁ ମୁଁ ଦେଖେଇ ଦେଉଛି ଆପଣଙ୍କୁ। ଏବେ ଆପଣମାନେ ଦେଖିପାରୁଥିବେ ମୋର ହେଇଗଲା ଏଡିଟିଂ, ଦେଖନ୍ତୁ ଏବେ ଦେଖିପାରୁଥିବେ। ଦେଖିପାରିଲେ ତ ମୋର ବରଫ ସବୁଆଡେ ହେଇଗଲା, ଏଠି ଦେଖନ୍ତୁ ଆଇସି ବି ସବୁଆଡେ ପଡିଗଲା, ମୋ ଦେହ ସାରା ବି ସବୁ ଗଛରେ ବି ପଡିଗଲା। ତ ଦେଖିପାରୁଥିବେ 10 ସେକେଣ୍ଡରେ, ମାନେ 10 ସେକେଣ୍ଡ ଯାକେ ଭିଡ଼ିଓଟା ହେଲା, ଆଉ ଯୋଉ ରହିଲା ବାକି ତକ ସେଟା ହେଇନି, ବୁଝିପାରିଲେ। ତ ଏମିତି ଆପଣମାନେ କଟ୍ ଏଡିଟ୍ କରିକି ଆପଣମାନେ କରିପାରିବେ, ବୁଝିପାରିଲେ। ତ ଭିଡ଼ିଓଟି କେମିତି ହେଇଛି ତ ନିହାତି କମେଣ୍ଟ କରି ଜଣେଇବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ ଟିକେ କରିନେବେ, ବୁଝିପାରିଲେ। ସବସ୍କ୍ରାଇବ କରିବା ପାଇଁ ଆପଣଙ୍କୁ ପଇସା ପଡୁନି, ତ ଟିକେ ସବସ୍କ୍ରାଇବ ଟିକେ କରନ୍ତୁ। ମୋର ଏମିତି ଏଇଭଳି ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ତ ଆଜି ପାଇଁ ଏତିକି, ରହୁଛି, ନମସ୍କାର।